ଗୁରୁବାର ଦିନ ଚାଉଳ ଏବଂ ହଳଦୀରେ କରନ୍ତୁ ଏହି ଉପାୟ। ଏତେ ପଇସା ଆସିବ ଯେ ସମ୍ଭାଳି ପାରିବେ ନାହିଁ। ଗୁରୁବାର ଭଗବାନ ବିଷ୍ଣୁଙ୍କର ଆରାଧନାର ଦିନ ଅଟେ। ଯଦି ତାଙ୍କର କୃପା ମିଳିଥାଏ ତ ବ୍ୟକ୍ତିର ଜୀବନରେ ସମସ୍ତ ପ୍ରକାର ସୁଖ ପ୍ରାପ୍ତ ହେବ। ଯାହାଙ୍କ ମଥା ଉପରେ ଭଗବାନ ବିଷ୍ଣୁଙ୍କର ହାତ ଥାଏ ସେହି ଲୋକଙ୍କ ଜୀବନରେ କେବେ ବି ସମସ୍ୟା ଆସିନଥାଏ। ଆଜି ଆମେ ଗୁରୁବାର ଦିନରେ କେଉଁ ଉପାୟ କରିବେ ଜାଣିବା, ଯାହା ଜୀବନରେ ସମସ୍ତ ସମସ୍ୟା ସହଜରେ ଦୂର ହୋଇଯିବ। ଗୁରୁବାର ଦିନ ପୋଛା ଲଗାଇବା ଉଚିତ ନୁହେଁ। ଯଦି ବହୁତ ଆବଶ୍ୟକ ପଡ଼େ ତ ଏକ ଚୁଟକି ହଳଦୀ ପାଣିରେ ପକାଇ ପୋଛା ଲଗାଇ ପାରିବେ। ଏହାଦ୍ୱାରା ଦୋଷ ଦୂର ହୋଇଥାଏ। ମୁଖ୍ୟ ଦ୍ୱାରରେ ଯଦି ଗୁରୁବାର ଦିନ ଜଳରେ ଏକ ଚୁଟକି ହଳଦୀ ପକାଇ ଘରେ ଛିଞ୍ଚନ କରନ୍ତି ତ ନକାରାତ୍ମକ ଊର୍ଜା ଦୂର ହୋଇଥାଏ ଆଉ ଘରେ ସକାରାତ୍ମକ ଊର୍ଜାର ବାସ ହୋଇଥାଏ। ଗୁରୁବାର ଦିନ ପୂଜା କରିବା ସମୟରେ ଦୀପରେ ଏକ ଚାଉଳ ଦାନା ହଳଦୀରେ ରଙ୍ଗ କରି ସେହି ଦୀପରେ ବତୀ ସହିତ ରଖିଦେବେ ଏବଂ ଦୀପ ଜାଳିବେ ତ ସମସ୍ୟା ସମସ୍ତ ଦୂର ହୋଇଯିବ। ଧନ ସମସ୍ୟା ଦୂର ହୋଇଥାଏ। ଯଦି କୌଣସି କାମରେ ଘରୁ ବାହାରକୁ ଯାଉଛନ୍ତି ତ ଭଗବାନ ଗଣେଶଙ୍କୁ ହଳଦୀର ତିଲକ ଲଗାନ୍ତୁ ଏବଂ ନିଜ ମଥାରେ ଲଗାନ୍ତୁ। ଏହାପରେ ଘରୁ ବାହାରକୁ ଯାଆନ୍ତୁ। ଆପଣଙ୍କ ଘରେ ଛୋଟ ପିଲା ଅଛନ୍ତି, ବାରମ୍ବାର ନଜର ଦୋଷ ଶିକାର ହେଉଛନ୍ତି ତ ନିୟମିତ ରୂପେ ନିଜ ମଥାରେ ହଳଦୀର ତିଲକ ରଖନ୍ତୁ। ଏହାଦ୍ୱାରା ନଜର ଲାଗିବ ନାହିଁ, ପିଲା ସୁସ୍ଥ ଏବଂ ଖୁସିରେ ରହିବ। ଯେତେବେଳେ ଆପଣ ନିଜ ଘରର ମୁଖ୍ୟ ଦ୍ୱାରର ଡାହାଣ ପଟେ ପାଣି ରଖନ୍ତି ତ ଗୁରୁବାର ଦିନ ଫୁଲର ପାଖୁଡ଼ା ଏବଂ ସମ୍ଭବ ହେବ ତ ହଳଦିଆ ଫୁଲ ଅର୍ପଣ କରିବେ ଏବଂ ପରଦିନ ସେହି ପାଣିକୁ କୌଣସି ଗଛର ମୂଳରେ ଢାଳିଦେବେ। ଏହି ପ୍ରକ୍ରିୟା ପ୍ରତିଦିନ କରିବେ। ତୁଳସୀ ଗଛର ମାଟି ଆପଣଙ୍କ ଦୁବ ଘାସ ଲଗାଇ ଦିଅନ୍ତୁ। ଏହା ଆପଣଙ୍କ ଭାଗ୍ୟ ଉଦୟ କରିଥାଏ। ଦୁବ ଘାସ ପ୍ରତିଦିନ ଭଗବାନ ଗଣେଶଙ୍କୁ ଅର୍ପଣ କରନ୍ତୁ। ଆପଣଙ୍କ ରାହୁ ଭଲ ହୋଇଥାଏ ଏବଂ ଜୀବନରେ କଷ୍ଟ କମ୍ ହୋଇଥାଏ। ଯଦି ଆପଣ ଗୁରୁବାର ଖରାପ ଅଛି, ମୋଟାପଣ ସମସ୍ୟା ଅଛି, ପେଟ ସମସ୍ୟା ଅଛି ତ ହଳଦୀ ଚଣା ମିଶାଇ ଦାନା ପାଖ ମନ୍ଦିରରେ ଦାନ କରିଦିଅନ୍ତୁ। ଏମିତି କଲେ ଆପଣଙ୍କ ଗୁରୁ ଯେଉଁ ଖରାପ ଫଳ ଦେଉଛନ୍ତି ତାହା ଠିକ୍ ହୋଇଯିବ। ଘରର ମୁଖ୍ୟ ଦ୍ୱାର ଚାରିପଟେ ହଳଦୀରେ ଯଦି ଗାର ପକାଇ ଦେବେ, ଏମିତି କଲେ ଆପଣଙ୍କ ଘର ପରିବାର ଖୁସି ଆସିଥାଏ। କାହାରି ଯାଦୁମନ୍ତ୍ର ପ୍ରଭାବ ପଡ଼ିନଥାଏ। ଗୁରୁବାର ଦିନ ଯଦି ନିଜ ଘରର ମୁଖ୍ୟ ଦ୍ୱାରରେ ବାହାର ପଟେ ହଳଦୀ ଏବଂ କୁକୁମରେ ସ୍ୱସ୍ତିକ ଚିହ୍ନ ବନେଇ ଦେବେ ତ ଘରକୁ ନକାରାତ୍ମକ ଊର୍ଜା ଆସିନଥାଏ। ଏହି ଦିନ ଭଗବାନ ବିଷ୍ଣୁଙ୍କୁ ଚଣା ଡାଲି ଏବଂ ଗୁଡ଼ର ଭୋଗ ଲଗାଯାଏ। ବେସନର ହାଲୁଆ ବି ଭୋଗ ଲଗାଇ ପାରିବେ। କଦଳୀ ଭୋଗ ବି ଲଗାଇ ପାରିବେ। ଏହିସବୁ ଜିନିଷ ଭୋଗ ଲଗାଇଲେ ସମ୍ପର୍କରେ ମଧୁରତା ଆସିଥାଏ। ଗୁରୁବାର ଦିନ ଭଗବାନ ବିଷ୍ଣୁଙ୍କୁ ହଳଦିଆ ରଙ୍ଗର ଫୁଲ ଏବଂ ଧନିଆ ଅର୍ପଣ କରିବେ ତ ଜୀବନରେ ସୁଖ ଆସିଥାଏ। ଗୁରୁବାର ଦିନ ଲାଲ କପଡ଼ାରେ 5ଟି କଉଡ଼ି, ଅଳ୍ପ ଗୋଲାପ ପାଖୁଡ଼ା ଏବଂ ଗୋଟିଏ କଏନ୍ ମା ଲକ୍ଷ୍ମୀଙ୍କ ଚୁଟକି ଅକ୍ଷତ ସହିତ ଅର୍ପଣ କରିଦିଅନ୍ତୁ ଏବଂ ପୋଟୁଳି କରି ଧନ ରଖୁଥିବା ସ୍ଥାନରେ ରଖିଦିଅନ୍ତୁ। ଏହାଦ୍ୱାରା ଧନର ବୃଦ୍ଧି ହୋଇଥାଏ। ଭଗବାନ ବିଷ୍ଣୁଙ୍କର ଚରଣରେ ଗୁରୁବାର ଦିନ ଠାରୁ ଆରମ୍ଭ କରିବେ 2ଟି ତୁଳସୀ ପତ୍ର ନିୟମିତ ଭାବେ ଅର୍ପଣ କରିବେ ତ ଆପଣଙ୍କ ଜୀବନରେ ଧନ ବୃଦ୍ଧି ହୋଇଥାଏ, ମାନ ସମ୍ମାନ, ପ୍ରେମ ବଢ଼ିଥାଏ। ଗୁରୁବାର ତୁଳସୀମାନଙ୍କର ବହୁତ ମହତ୍ତ୍ୱ ରହିଥାଏ। ତୁଳସୀକୁ ବିଷ୍ଣୁପ୍ରିୟା ମଧ୍ୟ କୁହାଯାଏ। ଯଦି ଆପଣଙ୍କ ଭାଗ୍ୟ ସାଥ ଦେଉନାହିଁ